आज ମୁଁ ସକାଳୁ ସକାଳୁ ଉଠି ବାହାରେ ଗୋଟେ ପ୍ଲେଟ୍ ଦୋସା ଖାଇସାରିଲା ପରେ ବାହାରେ ଯାଇଥିଲି କାମକୁ। ଯେହେତୁ ଆଜି ସଣ୍ଡେ ଥିଲା ତ ଆଉ ଗୋଟେ ସାଇଡ଼୍କି ଯିବାର ଥିଲା, ତ ମୁଁ କାମକୁ ବାହାରେ ଯାଇଥିଲି। ଆଉ ଆଜି ଶିବରାତ୍ରି ଥିଲା, କିନ୍ତୁ ଆମ ଘରେ ପୁଅ ହେଇଛି ବୋଲି ଆମେ କେହି ଶିବରାତ୍ରି ରଖୁନଥିଲୁ। ତ ମୁଁ କାମକୁ ଯାଇସାରିଲା ପରେ, କାମ କିଛି କରିସାରିଲା ପରେ ନୋଟିସ୍ କଲି କି ମୋର ଗୋଟେ ଚୁଟି ପାଚି ଯାଇଛି। ମାନେ ଦେଖିଲା ପରେ ଗୋଟେ ହାର୍ଟ ଆଟାକ୍ ଭଳିଆ ଆସିଲା, କିନ୍ତୁ କ'ଣ କରିବା, ବୟସ ବି ଚାଲିଛି। ତ ସେଇଟା ସରିଲା ପରେ କାମରୁ ଆସିସାରି ମୁଁ ଗୋଟେ ଜାଗା ବାହାରକୁ କାମକୁ ଯାଇଥିଲି। ତ ବାହାରକୁ କାମକୁ ଯାଇ ଦେଖିଲି ବଢ଼ିଆ ମନ୍ଦିର ଦେଖାଯାଉଛି, ଶିବ ମନ୍ଦିର ପାଖରେ ଥିଲା। ମନ ତ ବହୁତ ହେଉଥିଲା ଶିବ ମନ୍ଦିରକୁ ଯିବା ପାଇଁ, କିନ୍ତୁ ଯାଇ ହେବ ନା। ତ ମୁଁ ସେଠି କାମ କରିସାରିଲି ଛାତ ଉପରେ। ତାଙ୍କର ଯେଉଁ ଖରାପ ହେଇଥିଲା, ଗୋଟେ ୱାଲ୍ ମିକ୍ସଚର୍ ଖରାପ ହେଇଯାଇଥିଲା, ଆଉ ଗୋଟେ ୱାଶ୍ ବେସିନ୍ ଖରାପ ହେଇଯାଇଥିଲା। ତ ଦୁଇଟାରୁ ୱାଲ୍ ମିକ୍ସଚର୍ ବାହାର କରିସାରିକି ଦୁଇଟା ଟ୍ୟାପ୍ ଲଗାଇଥିଲି, ଆଉ ୱାଶ୍ ବେସିନ୍ର ବି ସେମ୍ ଗୋଟେ ଟ୍ୟାପ୍ ଲଗାଇଦେଲା ପରେ ସେ ତିନିଟା ରେଡ଼ି ହେଇଯାଇଥିଲା। ତାପରେ ଗୋଟେ ଫ୍ଲାସ୍ ଟ୍ୟାଙ୍କର ପ୍ରୋବ୍ଲେମ୍ ଥିଲା, ତାକୁ ବି ରେଡ଼ି କରିସାରି ମୁଁ ଘରକୁ ଆସି ରାତି 10ଟା ବେଳେ ପହଞ୍ଚିଲି। କିଛି ନ ଖାଇକି ସେ ପ୍ରକାର ଉପାସ ହିଁ ଶୋଇପଡ଼ିଲି, କାରଣ ଆଉ କରିବା ପାଇଁ ମନ ହୁଏ ନା।